ଯେ ପର୍ଯ୍ୟନ୍ତ ଭତ୍ତା 3000 ଟଙ୍କା ନ ହୋଇଛି ସେ ପର୍ଯ୍ୟନ୍ତ ବିଜେଡି ଆନ୍ଦୋଳନ ଜାରି ରଖିବ ଏବଂ ସାଧାରଣ ବୁଢ଼ାବୁଢ଼ୀମାନଙ୍କୁ ଯେ ପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ ପ୍ରତି ପଞ୍ଚାୟତରେ ଆନ୍ଦୋଳନ କରିବେ ବିଜେଡି ନେତା ଏବଂ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ବିଜେଡି ମୁଖ୍ୟ ବିରୋଧୀ ଦଳ ଭାବେ ତାର ଦାୟିତ୍ୱ ନିର୍ବାହ କରୁଛି। ତେବେ ବିଜେଡି କହିଛି ବିଜେପି ମିଛ ଇସ୍ତାହାର ଦେଖାଇ ଲୋକମାନଙ୍କଠାରୁ ଭୋଟ ନେଇଯିବାଟା ଠିକ୍ ହେଇନି। କାରଣ ବୁଢ଼ାବୁଢ଼ୀମାନଙ୍କୁ ବିଜେପି ଇସ୍ତାହାରରେ କହିଥିଲା ଯେ ଯଦି ସେ ସରକାରକୁ ଆସେ ତେବେ ସମସ୍ତଙ୍କ ଭତ୍ତାକୁ 3000 ଟଙ୍କା କରିବ, କିନ୍ତୁ ନା, ବୁଢ଼ାବୁଢ଼ୀମାନଙ୍କ ସହିତ ପ୍ରତାରଣା କରି କେବଳ 80 ବର୍ଷର ଲୋକଙ୍କ ପାଇଁ ହିଁ ବିଜେପି 80 ବର୍ଷର ଲୋକଙ୍କ ପାଇଁ ହିଁ 3500 ଟଙ୍କା ଭତ୍ତା ଘୋଷଣା କଲା, ଯାହାକୁ ନେଇ ଏବେ ତାତିଛନ୍ତି ବହୁତ ବୃଦ୍ଧାମାନେ। ବିଭିନ୍ନ ସଂଗଠନ ମଧ୍ୟ କହୁଛନ୍ତି ଯେ ବିଜେପି ତାର ପ୍ରତିଶ୍ରୁତି ରକ୍ଷା ନ କରିବା ଯାଏ ଏମିତି ଆନ୍ଦୋଳନ ଜାରି ରହିବ ଏବଂ ବୁଢ଼ାବୁଢ଼ୀମାନେ ଆକ୍ରୋଶର ଶିକାର ହୋଇ କହୁଛନ୍ତି 3000 ଟଙ୍କା 80 ବର୍ଷରେ କାହିଁକି, ମଲା ପରେ ଭତ୍ତା ଦିଅନ୍ତୁ ଆମକୁ ମୋହନ ମାଝୀ। ତେବେ ମୋହନ ମାଝୀଙ୍କ କଥା ପ୍ରତିଶ୍ରୁତି ନୁହେଁ, ମିଛ ପ୍ରତିଶ୍ରୁତି ଭାବେ ହେଇଛି। ତେବେ ମିଳେଇ ଯାଇଛି ବିଜେପିର ସେ ଆଶା ଏବଂ ଆକାଂକ୍ଷା। ତେବେ ବିଜେପି 5 ବର୍ଷ ଓଡ଼ିଶାରେ ତିଷ୍ଠି ପାରିବ କି ନାହିଁ ସେ ପର୍ଯ୍ୟନ୍ତ ମଧ୍ୟ ନେଇ କୌଣସି କଥା ଆସୁନାହିଁ। ତେବେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାରିଆଡ଼େ ଆନ୍ଦୋଳନ ଜାରି ରଖିଛନ୍ତି ଏବଂ ବିଜେଡି ନେତାମାନେ କହୁଛନ୍ତି ଯଦି ବୁଢ଼ାବୁଢ଼ୀମାନଙ୍କୁ ତାଙ୍କର ହକ୍ ନ ମିଳେ ତେବେ ସବୁବେଳେ ଆନ୍ଦୋଳନ ଜାରି ରହିବ। ଏପଟେ ବିଜେପି ବୁଢ଼ାବୁଢ଼ୀମାନଙ୍କ ସହିତ ପ୍ରତାରଣା କରିଛି। ଖୋଦ୍ ବୃଦ୍ଧମାନେ କହୁଛନ୍ତି ଯେ 3000 ଟଙ୍କା ଆମକୁ ଭତ୍ତା ଦରକାର, କାରଣ 1000 ଟଙ୍କାରେ ଆମର ଭରଣ ପୋଷଣ ହୋଇପାରୁନାହିଁ। ପୂର୍ବରୁ 500 ଟଙ୍କା ଭତ୍ତା ମିଳୁଥିବା ବେଳେ ନବୀନ ପଟ୍ଟନାୟକ ଏହାକୁ ବଢ଼େଇ 1000 ଟଙ୍କା ପର୍ଯ୍ୟନ୍ତ ଭତ୍ତା କରିଥିଲେ। କିନ୍ତୁ ବିଜେପି ଇସ୍ତାହାରରେ ପ୍ରକାଶ କଲା ଯେ 3000 ଟଙ୍କା ଭତ୍ତା ଦେବ, କିନ୍ତୁ ଭତ୍ତା ଛାଡ଼ କେବଳ 80 ବର୍ଷର ଲୋକଙ୍କ ପାଇଁ ହିଁ ଏହି କଥାଟି ଘୋଷଣା କରିଦେଲା, ଯାହାଦ୍ୱାରା ତାତି ଯାଇଛନ୍ତି ବୁଢ଼ାବୁଢ଼ୀମାନେ ଏବଂ ବୃଦ୍ଧମାନେ କହୁଛନ୍ତି କେବଳ 80 ବର୍ଷର ଲୋକଙ୍କ ପାଇଁ ନୁହେଁ 60 ବର୍ଷର ଲୋକଙ୍କ ପାଇଁ ମଧ୍ୟ ଭତ୍ତା ବୃଦ୍ଧି ହେଉ। ଯଦି ଭତ୍ତା ବୃଦ୍ଧି ନ ହୁଏ ତେବେ ଆଗକୁ ଆହୁରି ବଡ଼ ଆନ୍ଦୋଳନ ଜାରି ରହିବ ବୋଲି ବହୁତ ସଂଘ ଏବଂ ସଂସ୍ଥା ତରଫରୁ ମଧ୍ୟ କୁହାଯାଉଛି ଏବଂ ସୂଚନା ମଧ୍ୟ ଆସୁଛି।